ପାରାଦୀପ ଶୁଖୁଆଖଳା ଆଖଣ୍ଡଳମଣି ମନ୍ଦିର ଓ ପଞ୍ଚପଲ୍ଲୀ ଗ୍ରାମେଶ୍ୱର ମନ୍ଦିର ଜାଗରରେ ଉତ୍ସବ ମୁଖର। ବିଶ୍ୱ ପ୍ରସିଦ୍ଧ ପଞ୍ଚପଲ୍ଲୀ ଗ୍ରାମେଶ୍ୱର ଓ ପାରାଦୀପ ଶୁଖୁଆଖଳା ଆଖଣ୍ଡଳମଣି ପ୍ରସିଦ୍ଧ ଶିବରାତ୍ରି ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଛି। ପ୍ରସିଦ୍ଧ ଜାଗର ଯାତ୍ରା ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଞ୍ଚପଲ୍ଲୀ ଗ୍ରାମେଶ୍ୱର ମନ୍ଦିରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜ ନିଜର ମନସ୍କାମନା ନେଇ ଜାଗର ଓଷା ବ୍ରତ ରଖିଥିବାରୁ ଜାଗର ଯାତ୍ରା ଉପଲକ୍ଷେ ଭକ୍ତମାନେ କାହିଁ କେତେ ଦୂରରୁ ଆସି ଭିଡ଼ ଜମାଇଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ହେଲା ଲକ୍ଷ ଲକ୍ଷ ଭକ୍ତ ସମାଗମ ହୋଇଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ନା ଅଛି ଗୋଟିଏ ଶୌଚାଳୟ, ନା ଅଛି ଯାତ୍ରୀ ନିବାସ। ଏଥିପାଇଁ ଶ୍ରଦ୍ଧାଳୁ ସାରା ରାତି ଉଜାଗର ରହି ପରିଶେଷରେ ରାତି ପ୍ରାୟ 2:40 ମହାଦୀପ ଉଠିବା ପରେ ଆଖପାଖ ନିକଟରୁ ଆସିଥିବା ଭକ୍ତମାନେ ନିଜ ନିଜ ଘରକୁ ଫେରିଯାଇଥିବା ବେଳେ ଦୂରଦୂରାନ୍ତରୁ ଆସିଥିବା ବହୁ ଶ୍ରଦ୍ଧାଳୁ ଭକ୍ତ ଶୀତ କାକର ରାତିରେ ପିଲାଛୁଆ ଧରି ଗଛମୂଳେ ଆଶ୍ରୟ ନେଇଥିବା ଲକ୍ଷ୍ୟ କରାଯାଇଛି। ଏଥିନେଇ ଦୁଃଖ ଓ ସନ୍ତପ୍ତ ଭରା କଣ୍ଠରେ ନିଜର ଦୁଃଖ ମିଡ଼ିଆ ସାମ୍ନାରେ ବର୍ଣ୍ଣନା କରିଥିବା ଜଣାଯାଇଛି। ଦେଖିବାକୁ ରହିଲା ଏହି ଭକ୍ତମାନଙ୍କ ଅସୁବିଧାକୁ କେବେ ବୁଝୁଛି ପ୍ରଶାସନ ନା ମନ୍ଦିର ଟ୍ରଷ୍ଟ। ଏଥିସହ ପାରାଦୀପ ଶୁଖୁଆଖଳା ଆଖଣ୍ଡଳମଣି ଶିବ ମନ୍ଦିର ପରିସରରେ ଶହ ଶହ ଭକ୍ତଙ୍କ ନାହିଁ ନଥିବା ବେଳେ ପରିଲକ୍ଷିତ ହୋଇଥିଲା। ଭକ୍ତମାନେ ନିଜ ନିଜର ମନସ୍କାମନା ରଖି ମହାଶିବରାତ୍ରି ଜାଗର ଯାତ୍ରା ପାଳନ କରିଥିବା ଦେଖିବାକୁ ମିଳିଛି। ଏଥିସହ ଘଣ୍ଟ ଘଣ୍ଟା ନାଦରେ ଉତ୍ସବ ମୁଖର ହୋଇପଡ଼ିଥିଲା ମନ୍ଦିର ପରିସର। ଏଥିରେ ନାମ ସଂକୀର୍ତ୍ତନରେ ଉଛୁଳି ପଡ଼ିଥିଲା ସାରା ମନ୍ଦିର ପରିବେଶ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ ଯୋଗ ଦେଇଥିବା ବେଳେ ପାରାଦୀପ ପୌର ପରିଷଦର ବହୁ ପାରିଷଦ ଓ ବୁଦ୍ଧିଜୀବୀମାନେ ମଧ୍ୟ ଯୋଗ ଦେଇଥିଲେ। ଆଖଣ୍ଡଳମଣି ବଣିକ ସଂଘ ମନ୍ଦିର ଟ୍ରଷ୍ଟ ସମସ୍ତ ସଦସ୍ୟମାନଙ୍କ ତତ୍ତ୍ୱାବଧାନରେ ଦୀର୍ଘ 50 ବର୍ଷ ଧରି ଏହି ଶିବରାତ୍ରି ପାଳନ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବେ ପାଳନ କରାଯାଇଛି। ପାରାଦୀପରୁ ପୁରୁଷୋତ୍ତମ ଶତପଥୀଙ୍କ ରିପୋର୍ଟ, କାନ୍ତିଧାରା ନ୍ୟୁଜ୍। ମୁଁ ଶିଶିର କୁମାର ବିଶ୍ୱାଳ, ଗ୍ରାମେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡର ପ୍ରେସିଡେଣ୍ଟ। ପ୍ରଭୁଙ୍କ କାମ ବହୁତ ଶାନ୍ତି ଶୃଙ୍ଖଳା ସହିତ ଶେଷ ହେଲା ଏବଂ ଆମର ଯେଉଁ ନୀତି ନିବନ୍ଧ ହେଇଥିଲା ସେ ନୀତି ନିବନ୍ଧ ଅନୁସାରେ କାମ କରାଗଲା। 2ଟା ବେଳେ ଆମର ମହାଦୀପ ଉଠିଲା, ସମସ୍ତ ଭକ୍ତମାନେ ଏଠି ଉପସ୍ଥିତ ଥିଲେ ଏବଂ ବହୁତ ସୁରୁଖୁରୁରେ ମଧ୍ୟ ମହାଦୀପ ସମସ୍ତେ ବାସ ହେଇଥିଲା। ଭକ୍ତମାନେ ଅଭିଯୋଗ କରୁଛନ୍ତି ଯେଉଁ ତାଙ୍କର ଯେଉଁ ବାହାରକୁ ଯିବା ପାଇଁ କିଛି ଅସୁବିଧା ହେଉଛି ତାଙ୍କୁ ଶୌଚାଳୟ ଆମର ଶୁଣନ୍ତୁ, ଆମର ଶୌଚାଳୟ ମନ୍ଦିରର ପ୍ରଶାସନର ଆମର OTDC ବାଟେ ଗୋଟେ ମାନେ ଶୌଚାଳୟ ବଡ଼ ଶୌଚାଳୟ ଅଛି। ଆମର କ୍ଲବରେ ମଧ୍ୟ ଗଭର୍ଣ୍ଣମେଣ୍ଟ ତରଫରୁ ଗୋଟେ ହେଇଛି। ପଛପଟେ ଆମର ଜଷ୍ଟ ମନ୍ଦିର ପଛପଟେ ଏବେ ଶୌଚାଳୟଟା ଚାଲିଛି, ମାନେ ଛାତ ପଡ଼ିଯାଇଛି। ଶୌଚାଳୟଟା ଲିମିଟେଡ୍ ସମୟ ଭିତରେ ହେଇପାରିଲାନି, କିନ୍ତୁ ଶୌଚାଳୟର କିଛି ଅସୁବିଧା ନାହିଁ। ତଥାପି ଆମେ ସେପଟ ସାଇଡ଼ରେ ଖୋଲି ଦେଇଥିଲୁ, ତା କୋର୍ଟରେ ପ୍ରାୟ ପ୍ରଶାସନ ସମସ୍ତ ସହଯୋଗରେ କାର୍ଯ୍ୟଟି ମାନେ ସୁରୁଖୁରୁରେ ସମାପ୍ତ ହେଲା। ଚଳିତ ବର୍ଷ ଆମର ଏଇଠି ଯେଉଁ ଭକ୍ତ ତ ଯିବା ଆସିବା କରୁଥିଲେ, ତଥାପି ଆମେ ଆକଳନ କରୁଛୁ ପ୍ରାୟ 1 ଲକ୍ଷ ପାଖାପାଖି ଭକ୍ତ ଆସି ଯିବା ଆସିବା ହେଇଛନ୍ତି। ପୁଲିସ ପ୍ରଶାସନ ମଧ୍ୟ ସହଯୋଗ କରୁଛି, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ବି ଆମ ପାଖରେ ଅଛନ୍ତି। ଆମର କଲେକ୍ଟର ଷ୍ଟେସନ ମଧ୍ୟ ଆସିକି ଏଠି ତଦାରଖ କରୁଥିଲେ କାର୍ଯ୍ୟ। ପୁଲିସ ଆଇଆଇସି ଅଛି। ହଁ ଆମର ମିଟରଗଡ଼ 2:05 ଉଠେଇବା କଥା, ତାଙ୍କ ପୂଜା ଭିତରେ ଆଉ 5 ମିନିଟ୍ ଏପଟ ସେପଟ ହେଇଛି, କିନ୍ତୁ ଆମର ଯେଉଁ ଶୁଭ ବେଳା ତା ଭିତରେ 10 ବର୍ଷରେ ଆଇଲେ। ମୋ ନାଁ ପ୍ରେମଲତା ଦାସ, ଘର ଜିରେଇଲ। ଏଠି କଣ ପାଇଁ ଆସୁଛନ୍ତି? ଦର୍ଶନ କରିବାକୁ ଗ୍ରାମେଶ୍ୱର ଜାଗର ଯାତ୍ରା। ହଁ, ଠାକୁରଙ୍କୁ ଗୋଡ଼ ଟିକେ ଭଲ ହଉନି, ବିନ୍ଧୁଛି। ଠାକୁରଙ୍କୁ କହିଲି ମୋତେ କ୍ଷମା କରିଦିଅ, ମୁଁ ଆର ବର୍ଷକୁ ଓଷା କରିବି। ଏତେ ବିଶ୍ୱାସ ସହିତ ଏତେ ବାଟ ଆପଣ ଆସୁଛନ୍ତି? ହଁ, ପ୍ରଭୁଙ୍କ ଏତେ ବିଶ୍ୱାସ? ହଁ, ବିଶ୍ୱାସ, ଜବର ବିଶ୍ୱାସ। ନହେଲେ ମୋତେ ଏକା ପଳେଇ ଆଇଲି ହେଲା। ନାଇଁ, ପୁଅ ଗଲା ବୋହୂକୁ ଛାଡ଼ିବାକୁ ଗଣିତ, ମୁଁ ଇଆଡ଼େ ଆଇଲି ଆଉ। ଏଇ ବର୍ଷ ଆସୁଛନ୍ତି ନା, ମୁଁ 10 ବର୍ଷ ହେଲା, ବେଶୀ ଆଇଲି, 15 ବର୍ଷ ହବ। ମୁଁ ଠାକୁର ଶୁଣନ୍ତି? ହଁ, ଶୁଣ। ହଁ, ପୁଅ ବୋହୂ ପାଇଁ ଡାକିଲି, ମୋ ପାଇଁ ଡାକିଲି ସମସ୍ତଙ୍କୁ।
आज पवित्र महाशिवरात्रि जागर रात्रि शिव सबुंकर आज जयंती यही जयंती अवसर आज समग्र पारादीप उत्सव मुखर होती प्रभु शिव पूजार आराधन आज विशेषकर आज संध्यार आखंडलमणि पूजा कमिटी शुक्राकला तरफ जागर महोत्सव को शिवरात्रि के महासमारोह में कमिटी तरफ पालन करा आखंडलमणि बणिक संघ जो कमिटी अच्छी बहुत पुरातन कमिटी एमाने वर्ष वर्ष धरी प्रभु आखंडलमणिकर प्रभु शिवंकर पूजा अर्चना कर अंचल भाईचारा अंचल शब्द सद्भावना अंचल आध्यात्मिक परिवेश गठन कर अनुष्ठान एक अग्रहण अनुष्ठान पारादीप सहर में प्रभु शिवंकर आराधना आज से करुँच जागर रात्रि प्रभु शिव महाप्रभु आशीर्वाद करंतु समस्त सभ्यंकर मंगल हो पारादीवासी सबल आज दिन आम कामना कर आखंडलमणि बणिक संघ 1986 मसीह स्थापन कर आम संगठन को सर्वप्रथम विजय कुमार माझी पूर्वतन चेयरमैन कुजंग ब्लॉक सदस्य थे से प्रथम दायित्व सहकार सहकारी मान लोक नहीं 1986 मसीह स्थापन करते बजाय रखी आज को दीर्घ 40 वर्ष बीतीगला आम से भाईचारा हिसाब से मन पकड़ापी प्रति वर्ष जागर जात्रा उत्सव आम महोत्सव भाव उत्सव पालन करूँ मो सहित जो मैंने साइड अच्छा बहुत बहुत बरण्य लोक से आगु बहुत पूरा दायित्व थे सभापति दायित्व थे मैंने सभापति दायित्व थे उपदेष्टा मंडल थे आज से मो सहित अच्छा मुझे दायित्व नहीं मो सहित भी समस्त मिसिकी आमर पूर्वतन बोर्ड उपदेष्टा उपसभापति सभापति समस्त उपस्थित अच्छा समस्त आखंडलमणि बणिक संघर मेंबर माने समस्त उपस्थित हो 5000 लोक आम बहुत हम पचे कम हबुनु दीर्घ 40 वर्ष धरी जीवन जीविका करके चली आसुचु यही प्रति वर्ष जागर महोत्सव आम गोटे पालन कराए या मन पकाई आम भाईचारा संस्कृति की परंपरा मन रखापी आम या बहुत आनंद सहकार पालन कर आसुचु आज भजन संध्यार समारोह रही माँ माने एवं मानसिक जो मैंने कर उपकार से पाँच प्रति वर्ष से पाइबा पर किसी मंदिर उन्नति किसी आर्थिक भी साहाय्य अनुष्ठान कर मानसिक जी जहाँ रखुच्च अनेक किसी शरीर आरोग्य हो संतान प्रति हो जेकोसी भाव व्यवसाय प्रति हो से किसी मानसिक प्रभु पाखे देवदेव महादेव पाखे मंगल शिव पाखे मानसिक पूर्ण कर किसी आर्थिक प्रभुकर केमी सांस्कृतिक कार्यक्रम उन्नति उन्नति हो किसी आर्थिक अनुदान साहाय्य रही जहाँ भी हो भाईचारा पर्व समस्ते आम मिलमिशी करुचु समस्त एकत्रित होकर समस्ते आम पारादीप निर्वाचन मंडली मैंने एवं आम पाखपाख लोक पंचायत मैंने बहुत उत्साह सहकार आम सहयोग कर बहुत उत्साह आनंदित अच्छे संघर एडवाइजर अच्छी ये संगठन आमर दीर्घ 50 वर्षर संगठन आ ये जो सांस्कृतिक कार्यक्रम आम जागर मेला शिवरात्र जागर मेला प्राय जागर दिन ये आमर जो उत्सव पालन करा जाए एटी प्रसाद सेवन है 10,000 भक्त एटी प्रसाद सेवन करते तत्संगे संगे आमर एटी सांस्कृतिक कार्यक्रम भजन संध्या आज भी रही सांस्कृतिक कार्यक्रम पाला 3 राति धरी पाला आरंभ हम आठी भक्त प्राय प्रति वर्ष एटी भक्त 1000 2000 3000 एमती भी आसिक अंचल प्रसिद्ध शिव मंदिर एटी बहुत धूमधाम जागर मेला पालन कराए आमर लोक मैंने जो मैंने सब अच्छा ये जागर को प्राय अनेक बसता आमर केमती जागर हम ये उत्सव पालन करने उत्साह उद्दीपना परिवार वर्ग रही है समस्त हस खुशी मिलमिशी ये संगठन को उत्साह करती एवं पालन करती तत्संगे संगे जो भाईचारा आमर रही
ଏ ଭାଇଚାରା ଆମ ଭିତରେ ଏମିତି ସବୁବେଳେ ଯେମିତି ଭାଇଚାରା ରହିବା କଥା ସମ୍ପର୍କ ସେମିତି ରହିଛି। ମୁଁ ଆଶା କରୁଛି ଏ ସଂଗଠନର ଭାଇଚାରା ସମ୍ପର୍କ ଏମିତି ଦୀର୍ଘ ଦିନର ଧରି ରହୁ। ଏ ସଂଗଠନର ଉତ୍ତରୋତ୍ତର ଉନ୍ନତି ହଉ। ସମସ୍ତଙ୍କୁ ଏ ଭଗବାନ ବାବା ଆଖଣ୍ଡଳମଣି ରୋଗ ବ୍ୟାଧି ଦୂର କରନ୍ତୁ, ତାଙ୍କ ଚଲାପଥକୁ କୁସୁମିତ କରନ୍ତୁ। ଏମିତି ପ୍ରତିବର୍ଷ ଜାଗର ହସ ଖୁସିରେ ଉଲ୍ଲାସରେ ଏମିତି ପାଳନ କରାଯାଉ। ମୁଁ ଏତିକି କହିକି ମୁଁ ମୋର ଆଖଣ୍ଡଳମଣିଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତେ ଭଲରେ ରହନ୍ତୁ, ସମସ୍ତେ ସହଯୋଗ କରନ୍ତୁ, ଏ ସଂଗଠନର ଉତ୍ତରୋତ୍ତର ଉନ୍ନତି ହେଉ। ଏତିକି କହି ମୋର ବକ୍ତବ୍ୟ।